ବାପା ହାତରୁ କୁନି ପିଲାର ଶବକୁ ଟାଣି ନେଇ ବୁକୁ ଫଟା ଚିତ୍କାର କରି କାନ୍ଦୁଛି ମା। କାନ୍ଦିବନି ବା କେମିତି? 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଅନ୍ତ ଫାଡ଼ି ଯାହାକୁ ଜନ୍ମ ଦେଇଛି, ଆଉ ତା ସାମ୍ନାରେ ନିଜ ଛୁଆର ମଲା ମୁହଁ ଦେଖି କେମିତି ବା ସହିପାରିବ ଏ ମା? ସାମାନ୍ୟ ଜ୍ୱର ଟିକେ ହେଇଥିଲା ବୋଲି ବାପା ସାଙ୍ଗରେ ଡାକ୍ତରଖାନା ଯାଇଥିଲା, ଆଉ ଏପଟେ ମା ଭାବିଥିଲା ଡାକ୍ତରଖାନାରୁ ଔଷଧ ଖାଇ ମୋ ପୁଅ ଭଲ ହେଇ ଘରକୁ ଫେରିବ। କିନ୍ତୁ ଡାକ୍ତରଖାନା ଗଲା ପରେ ସେଠାରେ ଡାକ୍ତର ନଥିବେ, ଆଉ ଚିକିତ୍ସା ଅବହେଳା ପାଇଁ କ'ଣ ଶିଶୁଟିର ଜୀବନ ଚାଲିଯିବ ବୋଲି ମା କ'ଣ ଜାଣିଥିଲା? ପୁଅ ଚାଲିଗଲା ପରେ ମା କାଳେ ବ୍ୟସ୍ତ ହେବ ବୋଲି ବାପା ତାକୁ ନ ଜଣେଇ ସିଧା ଘରକୁ ନେଇ ଆସିଥିଲା। ଆଉ ଘରେ ପହଞ୍ଚୁ ପହଞ୍ଚୁ ମା ତା ପୁଅକୁ ଦେଖିବା ପାଇଁ ଘରୁ ଧାଇଁ ଆସିଥିଲା। କିନ୍ତୁ ସେ କ'ଣ ଜାଣିଥିଲା ତା ପୁଅ ତାକୁ ଏକା କରି ସବୁଦିନ ପାଇଁ ନିଘୋଡ଼ ନିଦରେ ଶୋଇଯିବ ବୋଲି। ପୁଣି ଥରେ ଦାନମାଝି କାହାଣୀର ହେଲା ପୁନରାବୃତ୍ତି। ନିଜ ସ୍ତ୍ରୀର ମର ଶରୀରକୁ କେମିତି ସେ କାନ୍ଧରେ ବୋଇ ଘରକୁ ଆଣୁଥିଲେ, ତାର ପୁନରାବୃତ୍ତି ହୋଇଛି କଳାହାଣ୍ଡି ଜିଲ୍ଲାରେ। ହଁ ଆଜ୍ଞା, ସରକାର ଅନେକ ସୁବିଧା ଓ ଯୋଜନାମାନ ବାହାର କରୁଛନ୍ତି, ଲୋକମାନେ କେମିତି ଭଲରେ ସେହି ସବୁ ସୁବିଧା ପାଇପାରିବେ। କିନ୍ତୁ ଯାହା ଜଣାପଡ଼ୁଛି, ଯେଉଁଠି ମୁହଁ ଦେଖେଇ ହୁଏ ସବୁ ସୁବିଧା ସେଠି ଥାଏ। ଏକଥା ଆମେ କହୁନୁ ଆଜ୍ଞା, ଏକଥା ଏ ପରିବେଶକୁ ଦେଖିଲେ ଠିକ୍ ବୁଝି ହେଉଛି। ଆଉ କେମିତି ଅଭାବ ଅନଟନ ଭିତରେ ଏଇମାନେ ଅଛନ୍ତି ତାହା ମଧ୍ୟ ଭଲ ଭାବେ ଜାଣି ହେଉଛି। ପାଖାପାଖି କୌଣସି ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମେଡିକାଲ ନାହିଁ। ଯଦି ବି ହାତ ଗଣତି ଗୋଟେ ମେଡିକାଲ ଥିବ, ତାହେଲେ ରୋଗୀକୁ ରଖିବାକୁ ବେଡ୍ ନାହିଁ। ଏହିପରି ଅସୁବିଧାରୁ ଅନେକଙ୍କ ଜୀବନ ଯିବା କଥା ଜଣାପଡ଼ିଛି। ଏଠି ନିଜ ପୁଅର ଶବକୁ କାନ୍ଧରେ ବୋଇ ଘରକୁ ଆଣୁଛି ନିଜ ବାପା। ଯେଉଁ ବାପା ପୁଅର କାନ୍ଧରେ ବୁହା ହୋଇ ମଶାଣିକୁ ଯିବା କଥା, ଆଜି ସେ ବାପା ପୁଅକୁ ନେଇ ଘରକୁ ଆସୁଛି। ହଁ ଆଜ୍ଞା, ଏହିପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବଦ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତ ଗାଚେରୀ ଗ୍ରାମର କୁଶପାଟ ମାଝୀଙ୍କ ପୁଅ ଅରିୟମ ପାଟ ମାଝୀଙ୍କୁ ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ସୋମବାର ଦିନ 3ଟା ବେଳେ ଦେହ ଖରାପ ହେବାରୁ ନେଇଥିବା ବେଳେ ଡାକ୍ତର ଚିକିତ୍ସା କରିଥିଲେ। ଏହାପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ବେଡ୍ ନଥିବା କହି ଘରକୁ ଫେରାଇ ନେଇଯିବା ପାଇଁ ଡାକ୍ତର କହିଥିଲେ ଓ ପୁଅର ଦେହ ଜମାରୁ ଠିକ୍ ହୋଇନଥିଲା, ଯାହାଫଳରେ ପୁଣି ଗୁରୁବାର ଦିନ ରାତି 12ଟାରେ ପୁଣି ଥରେ ଦେହ ଅଧିକା ଖରାପ ହୋଇଯାଇଥିଲା। ଏହାପରେ ଅରିୟମକୁ ନେଇ ବାପା ରାତିରେ ହିଁ ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣି ଚିକିତ୍ସା ନିମନ୍ତେ ଆଣିଥିଲେ। କିନ୍ତୁ କୌଣସି ସ୍ୱାସ୍ଥ୍ୟ ଅବସ୍ଥାରେ ଉପକୃତ ନ ହୋଇ ମୃତ୍ୟୁବରଣ କରିଥିଲେ ଅରିୟମ। କିନ୍ତୁ ପୁଅର ମୃତ ଶରୀରକୁ ନେବା ପାଇଁ ବାପାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କୌଣସି ସାହାଯ୍ୟ ମିଳିନଥିଲା। ଏହାପରେ ବାଧ୍ୟ ହୋଇ ମୃତକଙ୍କ ବାପା ପୁଅର ଶବକୁ ନିଜ କାନ୍ଧରେ କାନ୍ଧେଇ ନିଜ ଘରକୁ ରାଜରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତୁମୁଡ଼ିବନ୍ଧର ଜଣେ ବରିଷ୍ଠ ସାମ୍ବାଦିକ ସେହି ଦୃଶ୍ୟକୁ ଦେଖି ନିଜ ମୋଟର ଗାଡ଼ିରେ ଘରକୁ ନେଇଥିଲେ। ମେଡିକାଲର ଏହିପରି କାର୍ଯ୍ୟକୁ ନିନ୍ଦନୀୟ ବୋଲି କହିଛନ୍ତି ମୃତକ ଅରିୟମଙ୍କ ପରିବାର ଲୋକେ। ଆଜ୍ଞା କୁଶପାଟ ମାଝୀ, ଗ୍ରାମ ଗାଚେରୀ ଗାଁ। ଆଜ୍ଞା ସୋମବାର ଦିନ ନେଇଥିଲି, ସୋମବାର 3ଟାରୁ ନେଇଥିଲି, ଆଉ ମଙ୍ଗଳବାର 9ଟା ଅଧରୁ ପଳେଇ ଆଇଲୁ। ଆଉ ଡକ୍ଟର କହିବାରୁ ଯେ ପିଲା ଟିକେ ଦେହ ଭଲ ଅଛି, ଆଉ ତାର ମେଡିସିନ ବି ସରିଗଲା, ଆଜି ଯାଇକି ଆସ, ଆଉ ତାପରେ ଯଦି ଜ୍ୱର ହେଲେ ଆହୁରି ନେଇ ଆସ ବୋଲବାରୁ ଆଜ୍ଞା ଆମେ ଆଉ ଏତେ ବର୍ଷାକୁ ବର୍ଷା ଇଆଡ଼େ ରାସ୍ତା ଖରାପ, ଗାଡ଼ି ଗୁଡ଼ା ବି ଆସି ପାରିଲା ନାହିଁ। ଆଉ ଫେର ମେଡିକାଲ ଡକ୍ଟର ଆଙ୍କେ ବି କ'ଣ ପିଲା ତ ସେଠି ଖରାପ ହେଲା, ପିଲା ସେଠି ଡକ୍ଟର ଆଙ୍କେ ବି କ'ଣ କିଛି ସାହାଯ୍ୟ କଲେ ନାହିଁ। ଡକ୍ଟରକୁ ଗାଡ଼ି ମତେ ମାଗିଲେ ଆଜ୍ଞା, ଗାଡ଼ି ଦେଲେ ନାହିଁ। ହେଲେ ସାମ୍ବାଦିକ ଆଜ୍ଞା ଶୋକକୁ ଭେଟିଲେ ତାଙ୍କେ ମତେ ସାହାଯ୍ୟ କଲେ। ମୋ ପୁଅକୁ କାନ୍ଧରେ ଧରିକି ଆସୁଥିଲେ ଆଜ୍ଞା, ସାମ୍ବାଦିକ ଆଜ୍ଞା ଆଙ୍କେ ଚକରେ ଭେଟିଲେ ତାଙ୍କେ ମତେ ସାହାଯ୍ୟ କଲେ, ସେଟା ହିଁ ଧନ୍ୟବାଦ। ଆଜିକାଲି ଆଜ୍ଞା ସରକାର କହୁଛନ୍ତି ଯେ ସୁବିଧା ବୋଲି, ଯେ ମତେ ଆଜିକାଲି ସୁବିଧା ମତେ କଲେ ନାହିଁ। ଆଜି ଡାକ୍ତର ପଠେଇଲା ଯା ପାଇଁ ଆଣିଲୁ ନାଇକି, ଜ୍ୱର ତ ହଉଥିଲେ, ଟିକେ ତ ଭଲ ହେଲାନି। ଏଇ ଯୋଉ ପିଲାକୁ ଏଇ ବେଶୀ ରୋଗ ମାନେ ଆସିଲେ ବୋଲି କହିଲେ ବୁଧବାର ଦିନ ପଠେଇଲା ଆଜ୍ଞା, ସେ ଡକ୍ଟର ପଠେଇଲା ପାଇଁ ତ ଆମେ ଆଣିଲୁ, ଆଉ କଣ କରିବୁ। ସେ ମେଡିକାଲରେ ଆଣିଲା ପାଇଁ ଆଜ୍ଞା ସେ ଦିନରୁ ଚାଲା ବୁଲା ସବୁ ବାହାରିଲେ ଥିଲା, ସେଇଟା ପାଇଁ ଆମେ ଆଣିଲୁ ନାହିଁ। ଗୁରୁବାର ଖାଲି
ତାରୁ ଆର ମେଲା ଝାଡ଼ା ବାନ୍ତି ହେଲା ପାଇଁ ଆଉଟରେ ନେଇଥିଲୁ। ଖରାପ ହେଲା ଆଜ୍ଞା, ମେଡିକାଲରେ ଖରାପ ହେଲା। ଆଜି ଏକା ନେଇଥିଲୁ, ଆଜି ଏକା ଖରାପ ହେଲା। ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ମାଳମାଳ ଯୋଜନା ଯାଉଛି କୁଆଡ଼େ। ଯଦି ସେହି ଯୋଜନା ସବୁ କାର୍ଯ୍ୟକାରୀ ହେଉଛି ତାହେଲେ ମୃତକଙ୍କ ପରିବାରକୁ ଶବ ନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରୁ କ'ଣ ପାଇଁ କୌଣସି ସାହାଯ୍ୟ ମିଳୁନାହିଁ। କନ୍ଧମାଳରୁ ସୀମାଞ୍ଚଳ ସାହୁଙ୍କ ରିପୋର୍ଟ, A1 ଓଡ଼ିଆ।